ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଏପ୍ରିଲ ମାସଟି ମେଷ ରାଶି ଜାତ ବ୍ୟକ୍ତିବିଶେଷଙ୍କ ପାଇଁ ସେତେଟା ଭଲ ଜଣାପଡ଼ୁନାହିଁ। ଶନି ଓ ରାହୁଙ୍କର ଦ୍ୱାଦଶ ସ୍ଥାନରେ ଅବସ୍ଥାନ କରିବା ଏବଂ ଶନି ସପ୍ତା ଆରମ୍ଭ ହୋଇଯିବା ମେଷ ରାଶି ପାଇଁ ପ୍ରବଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମେଷ ରାଶି ନୈସର୍ଗିକ ଦ୍ୱାଦଶ ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି। ଜାଣିବା 2025 ମସିହା ଏପ୍ରିଲ ମାସରେ ମେଷ ରାଶି ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥ, ପ୍ରେମ, ବିବାହ, କ୍ୟାରିୟର ଏବଂ ଘର ଓ ପରିବାର ସମ୍ପର୍କରେ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏପ୍ରିଲ ମାସଟି ମେଷ ରାଶି ପାଇଁ ଯୋଗକାରକ ରହିବ। ବାଣିଜ୍ୟ ବେପାର ଠିକ୍ଠାକ୍ ଚାଲିବା ସହିତ ନୂତନ ବାଣିଜ୍ୟିକ କର୍ମ ଅଥବା ସଂସ୍ଥା ଖୋଲାଯିବାର ସମ୍ଭାବନା ରହିଛି। ମେଷ ରାଶିର ଦ୍ୱିତୀୟ ଓ ସପ୍ତମ ଧନ ଏବଂ ବାଣିଜ୍ୟ ସ୍ଥାନର ଅଧିପତି ଶୁକ୍ର ମେଷ ରାଶିର ଦ୍ୱାଦଶ ଭାବ ମୀନ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିବା ବାଣିଜ୍ୟିକ କ୍ଷେତ୍ରରୁ ପ୍ରବଳ ଧନଲାଭର ସୂଚନା ଦିଏ। ଧନ ଆଗମନର ସ୍ରୋତ ଏହି ମାସ ସାରା ଲାଗି ରହିବ। ଏହା ସାଙ୍ଗକୁ ମେଷ ରାଶିର ଦ୍ୱିତୀୟ ସ୍ଥାନ ଧନସ୍ଥାନରେ ବୃହସ୍ପତି ମହାଗ୍ରହ ରହିଥିବାରୁ ଜ୍ୟୋତିଷୀୟ ଆପ୍ତ ବାକ୍ୟ ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ ଅନୁଯାୟୀ ଜୀବ ଅର୍ଥାତ୍ ବୃହସ୍ପତି ମେଷ ରାଶିର ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କରିଥିବାରୁ ଜାତକକୁ ଧନଧାନ୍ୟରେ ପରିପୂର୍ଣ୍ଣ କରିବେ। ମୋଟାମୋଟି ଭାବରେ କହିବାକୁ ଗଲେ ମେଷ ରାଶି ପାଇଁ ଏପ୍ରିଲ ମାସ ସୁଦୃଢ଼ ଆର୍ଥିକ ସ୍ଥିତିର ସମ୍ଭାବନାକୁ ପରିପ୍ରକାଶ କରୁଛି। ଚାକିରି କରୁଥିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଏପ୍ରିଲ ମାସର ପ୍ରଥମାର୍ଦ୍ଧଟି ସେତେଟା ଭଲ ଫଳ ପ୍ରଦାନ କରିବ ନାହିଁ। ସହକର୍ମୀମାନେ ବିରୋଧାଭାବ ଦେଖାଇପାରନ୍ତି। ସେମାନଙ୍କ ସହିତ ମନମାଳିନ୍ୟ ଦେଖାଯାଇପାରେ। କର୍ମକ୍ଷେତ୍ରରେ ଅଯଥା ପରିଶ୍ରମ କରିବାକୁ ପଡ଼ିବ। ମେଷ ସଂକ୍ରାନ୍ତି ପରଠାରୁ ଅବସ୍ଥାର ପରିବର୍ତ୍ତନ ଘଟିବ। କର୍ମକ୍ଷେତ୍ରରେ ବାକି ପଡ଼ିଥିବା କାର୍ଯ୍ୟ ସମ୍ପନ୍ନ ହୋଇଯିବ। ତେବେ ବି ସହକର୍ମୀମାନଙ୍କର ବିରୋଧାଭାସର ସାମନା କରିବାକୁ ପଡ଼ିପାରେ। ଚାକିରିରେ ପ୍ରମୋସନ୍ ଓ ସ୍ଥାନାନ୍ତରର ଯୋଗ ରହିଅଛି। ମେଷ ରାଶିର ଲଭ୍ ଲାଇଫ୍ ବିଷୟରେ ବିଚାର କଲେ ଜଣାଯାଏ ମାସର ପ୍ରଥମାର୍ଦ୍ଧରେ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ପୂର୍ବରୁ ରହିଥିବା ମଧୁର ସମ୍ପର୍କ ତିକ୍ତତାରେ ପରିଣତ ହୋଇଯିବ। ମନ ଅମେଳ ରହିବା ସହିତ ଉଭୟ ପ୍ରେମୀ ଯୁଗଳ କଳି ଝଗଡ଼ା ମଧ୍ୟ କରିପାରନ୍ତି। କିନ୍ତୁ ଏପ୍ରିଲ 14 ତାରିଖରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ସେହି ସବୁ ସମସ୍ୟାର ସମାଧାନ ଆପଣାଛାଏଁ ହୋଇଯିବ। ପାରସ୍ପରିକ ମନମୁଟାବକୁ ଉଭୟେ ଭୁଲିଯାଇ ସମ୍ପର୍କଟିକୁ ସଜ୍ଜୀବିତ କରିବା ପାଇଁ ଜୋରସୋରରେ ଲାଗିପଡ଼ିବେ। ଏପରିକି ସମ୍ପର୍କର ପରିପୂର୍ଣ୍ଣତା ପାଇଁ ପରିଣୟ ସୂତ୍ରରେ ବାନ୍ଧି ହେବା ପାଇଁ ମନ ବଳାଇବେ। ଅବିବାହିତ ରହିଥିବା ପୁଅ ଝିଅଙ୍କ ପାଇଁ ଏପ୍ରିଲ ମାସର ଦ୍ୱିତୀୟାର୍ଦ୍ଧଟି ବଡ଼ ଖୁସିର ଖବର ନେଇ ଆସିବ। ବହୁତ ଭଲ ଭଲ ଜାଗାରୁ ସୁନ୍ଦର ସୁନ୍ଦର ବିବାହ ପ୍ରସ୍ତାବମାନ ଆସିବ ଏବଂ ବିବାହ ତାରିଖ ସ୍ଥିରୀକୃତ ମଧ୍ୟ ହୋଇଯିବ। ମେଷ ରାଶି ଜାତ ବ୍ୟକ୍ତିବିଶେଷଙ୍କ ପାରିବାରିକ ଜୀବନ ଚଳିତ ଏପ୍ରିଲ ମାସରେ ଠିକ୍ଠାକ୍ ରହିବ। ଦ୍ୱିତୀୟସ୍ଥ ବୃହସ୍ପତି ଏବଂ ଦ୍ୱିତୀୟାଧିପ ଶୁକ୍ର ଦ୍ୱାଦଶ ଉଚ୍ଚ ଭାବରେ ରହିବା ଘର ଓ ପରିବାର ମଧ୍ୟରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବାର ସୂଚନା ଦେବା ସଙ୍ଗେ ସଙ୍ଗେ ତତ୍ଜନିତ ଉଚ୍ଚ ଖର୍ଚ୍ଚର ମଧ୍ୟ ସମ୍ଭାବନା ରହିଥିବା ଦର୍ଶାଉଛି। ଦାମ୍ପତ୍ୟ ଜୀବନ ସୁଖଦ ରହିଲେ ମଧ୍ୟ
ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯିବାର ମଧ୍ୟ ସମ୍ଭାବନା ରହିଅଛି। ମାସର ଦ୍ୱିତୀୟାର୍ଦ୍ଧରେ ସନ୍ତାନଙ୍କ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବାର ଖବର ଆପଣଙ୍କ ମନକୁ ଉତ୍ଫୁଲ୍ଲିତ କରିପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଏପ୍ରିଲ ମାସଟି ମେଷ ରାଶି ଜାତ ବ୍ୟକ୍ତିବିଶେଷଙ୍କ ପାଇଁ ସେତେଟା ଭଲ ଜଣାପଡ଼ୁନାହିଁ। ଶନି ଓ ରାହୁଙ୍କର ଦ୍ୱାଦଶ ସ୍ଥାନରେ ଅବସ୍ଥାନ କରିବା ଏବଂ ଶନି ସପ୍ତାହ ଆରମ୍ଭ ହୋଇଯିବା ମେଷ ରାଶି ପାଇଁ ପ୍ରବଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ମାନସିକ ଭାବେ ଭାରାକ୍ରାନ୍ତ ରହିବେ। ନ୍ୟୁରୋଲୋଜିକାଲ ପ୍ରୋବ୍ଲେମ୍ ବା ସ୍ନାୟୁବିକ ଦୁର୍ବଳତା ଦେଖାଯିବ। ଅର୍ଥୋପେଡ଼ିକ୍ ବା ହାଡ଼ଜନିତ ଯନ୍ତ୍ରଣା ଭୋଗ କରିପାରନ୍ତି। ଚଳିତ ମାସରେ ସ୍ୱାସ୍ଥ୍ୟ ଭଲ ନ ରହିବାର ସମ୍ଭାବନା ଦେଖାଯାଉଥିବାରୁ ମେଡ଼ିକାଲ ଟ୍ରିଟମେଣ୍ଟ ବା ଚିକିତ୍ସୀୟ ସହାୟତା ନେବା ଏକାନ୍ତ ଜରୁରୀ। ଯାତ୍ରା ସମୟରେ ଦୁର୍ଘଟଣା ଘଟି ଗୋଡ଼ ହାତ ଭାଙ୍ଗିଯିବାର ମଧ୍ୟ ସମ୍ଭାବନା ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ ମେଷ ରାଶି ପାଇଁ ଏପ୍ରିଲ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ସମସ୍ତ ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଏକାଦଶ ରୁଦ୍ର ତଥା ମହାବୀର ଶ୍ରୀ ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।